ଏଇ ଦେଖ ଜେଜେମା ଆଣିଛନ୍ତି ଗଛରୁ ସିଧା ତୋଳା କଞ୍ଚା ଆମ୍ବଡ଼ା, ଯେଉଁ ସ୍ୱାଦ ବଜାରରେ କେବେ ମିଳିବନି। ଛୁରୀରେ କାଟିଲେ ବି ଖଟା ବାସ୍ନା, ସେଥିରେ ଯେବେ ଲୁଣ, ଲଙ୍କାଗୁଣ୍ଡ, ଟିକେ ଗୁଡ଼ ମିଶିଯିବ, ପିଲାଦିନର ସ୍ୱାଦ ଫେରି ଆସିବ। ଆଗକାଳରେ କଦଳୀ ପତ୍ରରେ ଖାଇବା ଥିଲା ରୀତି। ଜେଜେମା କୁହନ୍ତି, ଏଇଥିରେ ଖାଇଲେ ପେଟ ଥଣ୍ଡା, ମନ ଖୁସି। ଗୋଟେ ଖଣ୍ଡ ପାଟିରେ ଦେଲେ ଖଟା, ମିଠା, ଲୁଣିଆ, ରାଗ ସବୁ ଏକାଠି। ଏଇଟା ଖାଲି ଖଟା ନୁହେଁ, ଏଇଟା ଜେଜେମାଙ୍କ ମମତା। ତମ ଘରେ ବି ଜେଜେମା ଏମିତି କଞ୍ଚା ଆମ୍ବଡ଼ା ଖଟା କରନ୍ତି? ତାଙ୍କୁ ଟ୍ୟାଗ୍ କରି ଲଭ୍ ୟୁ ଲେଖ। ଆଉ ଏମିତି ହଜି ଯାଉଥିବା ରେସିପି ପାଇଁ ଆମ ସାଙ୍ଗେ ଯୋଡ଼ି ହୁଅ। 90 ବର୍ଷର ଜେଜେମା ଯେବେ କଞ୍ଚା ଆମ୍ବଡ଼ା ଖଟା କରନ୍ତି, ତାଙ୍କର ସେଟା ସ୍ୱାଦ ନୁହଁ, ଆଶୀର୍ବାଦ ପରି ଲାଗେ। ମୋର ଏଇ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଲାଇକ୍ ସେୟାର ନିଶ୍ଚୟ କରିବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।